ମାମା ଠାକୁର ପୂଜା କରୁଛୁ? ମୁଁ ପା ପୂଜା କରୁଥିଲି। ତୁ ଉଠିଲୁଣି? ସ୍କୁଲ ନାହିଁ ବୋଲି ଏଇ ଧନଟା ମୋର ଶୋଇକି ରହୁଛି ପୁରା 8ଟା ଯାଏ। ଆଉ ଯା ତ କାମ ସାରିଦେ, ମୁଁ ପୂଜା କରିକି ଯାଏ ଖାଇବା ହେଲା। ମାମା ଏଡ ବଡ ପିଜୁଳି କୋଉଠୁ ଆଇଲା? ଏ ପିଜୁଳିଟା ବାପା ଆଣିଥିଲେ। ଗୋଟେ ଆଣିଥିଲେ, ତାକୁ ଭୋଗ କରିଦେଲି। ଆମେ ଖାଇବା ସମସ୍ତେ ମିଶିକି। ଏତେ ବଡ କେମିତି ଖାଇବା? ବଡ କେମିତି ଖାଆନ୍ତି? କାଟିକି ଖାଆନ୍ତି। କାଟି କେମିତି? ଆସିଗଲା ପିଜୁଳି। କିଏ ଖାଇବ? ଧନ ତ ଖାଇବନି। ଧନ କଣ ଖାଇବ? ଧନ ଆଗ ପାଣି ପିଇବ। ଧନ ଦାନ୍ତ ଘଷିଲେ ଆଗ ପାଣି ପିଇଦବ ନେ। ପାଣି ପିଇଦିଅ ନେ। ମିଠା ଲାଗୁଛି ପିଜୁଳିଟା? ବଢ଼ିଆ ମିଠା। ଗାଁକୁ ଯେଉଁ ଯାଇଥିଲି ପଣସଟା ଆଣିଥିଲି। ପଣସ କାଟିବାଟା ହେଉଛି ସବୁଠୁ କଷ୍ଟ। ଆମ ମାଆ ମାନଙ୍କୁ ସବୁ ମାନିବାକୁ ପଡ଼ିବ। କେମିତି ସେମାନେ ଏତେ କଷ୍ଟ କାମ ସବୁ କେତେ ସହଜରେ କରିଦିଅନ୍ତି। ଦେଖୁନାହାନ୍ତି ମୋ ହାତରେ ଜରି କେମିତି ଇଏ କରିକି କାଟୁଛି। ଫ୍ରେଣ୍ଡ, ମୋ ପରିଶ୍ରମର ଅନ୍ତ ଘଟିଲା। ଦେଖନ୍ତୁ ମୋତେ କାଲି ମାନେ ଝାଳରେ କେମିତି ବୁଡ଼ି ଯାଇଛି। ଆମର ପଣସ କଠା ଏଇଠି ସରିଯାଇଛି। ବହୁତ କଷ୍ଟମଷ୍ଟେ କାଟିଲି। ପଣସ କଠା ଟିକେ ଆକ୍ଚୁଆଲି କଷ୍ଟ ହୁଏ, କାରଣ ତା ଦେହରେ ଯେଉଁ ଅଠା ବାହାରେ ଟିକେ ସୋରିଷ ତେଲ ହାତ ହେଇକି କାଟିବାକୁ ପଡ଼େ। ତ ଫାଇନାଲି ମୁଁ କାଟି ସାରିଲିଣି। ଏବେ ଯିବା ରୋଷେଇ କରିବା। ଚାଲନ୍ତୁ ପଣସ କଠା ତରକାରୀ ଆଜି ବନେଇବା। ଆଜି କ'ଣ ରୋଷେଇ ହେଇଛି? ଆଜି କ'ଣ ରୋଷେଇ ହେଇଛି ଏଇଠିକି ଆସ ଦେଖଉଛି। ଏଇଠି ହେଇଛି ଆମର ଦହି କାକୁଡ଼ି ରାଇତା, ଆଉ ଏଇଠି ହେଇଛି ସୋୟାବିନ୍ ତରକାରୀ, ଏଇଠି ପଣସ କଠା ତରକାରୀ, ଏଇଠି ହେଇଛି ଶାଗ ଭଜା, ଏଇଠି ଭାତ ହେଇଗଲା। ଚାଲ।